षष्ठ स्कंध द्वितीय अध्याय। श्री शुक उवाच हेमते भगवत दूते भाषित होई जमदूते राजन शुण अनंतरे तांक वाक्य अनुसारे सकल कर्म से जानती जमदूतंकु से बोलती। विष्णुदूता उचु एत अत्यंत अद्भुत देखिले तुम्भर चरित समदरसी साधु जने अधर्म चरित केशने अदंड पापी जे प्राणी ताहाको व्यर्थे दंड पुणी प्रजा मानक पिता होई जेवे से प्रजा शांति देई तेवे से कहार शरण होइब कहे कारण महते जहा आचरिबे हितरे ताही करिबे से जहा प्रमाण करिबे लोके तदानुवर्ती हेबे ଯାହାର ଅଙ୍ଗେ ଶିର ଦେଇ ନିଶଙ୍କେ ନିଦ୍ରାକୁ ଭୋଜଇ ସେ ଧର୍ମାଧର୍ମ ନ ଜାଣଇ ପଶୁ ଯେ ସନେ ସୁଖେ ଥାଇ ମିତ୍ର ସ୍ୱଭାବ ଯାର ହୋଇ ବିଶ୍ୱାସେ ଆତ୍ମା ସମର୍ପଇ ବିଶ୍ୱାସେ ସର୍ବ ପ୍ରାଣୀଙ୍କର ଦୟା ପୂରିତ ଯା ଶରୀର ବିଶ୍ୱାସୀ ପ୍ରାଣୀକୁ କେମନ୍ତେ ହିଂସା କରନ୍ତି ହୃଦଗତେ କୋଟି ଜନ୍ମର ଶୁଭ ଫଳ କଲା ଏ ଦ୍ୱିଜ ଅଜାମିଳ ତେଣୁ ଚତୁରାକ୍ଷର ନାମ ମୁଖେ ବୋଇଲା ନାରାୟଣ ତେଣୁ ନାସିଲା ମନ୍ଦ କୃତ୍ୟ ହୋଇଲା ସର୍ବ ପାପ ମୁକ୍ତ ଯେ ବ୍ରହ୍ମ ହତ୍ୟା ମଦ୍ୟପାନ ଗୁରୁ ପତ୍ନୀ ଅଭିଗମନ ମିତ୍ର ବିଷୟ ଅପରାଧୀ ସ୍ତ୍ରୀ ରାଜା ପିତୃ ଗୋବଧି ଏ ଆଦି ପାପ ଯେ ଆଚାରେ ସର୍ବଦୂରିତ ନିଶ୍ଚୟରେ ଏ ପ୍ରାଶ୍ଚିତ ସର୍ବ ପ୍ରାଣୀଙ୍କର ନାମ ଉଚ୍ଚାରଣ ବିଷ୍ଣୁର ପାପରେ ଗ୍ରସ୍ତ ସେ ନୁହନ୍ତି ବିଷ୍ଣୁ ଭୁବନଙ୍କୁ ଗମନ୍ତି ଏଣୁ ଏହାକୁ ତୁମ୍ଭେମାନେ ତେଜିଣ ଯାୟ ହେ ଭୁବନେ ଏହାର ଯେତେ ପାପମାନ ବସିଣ କଲା ସେ ଦହନ ଏଣୁ ଏ ଦ୍ୱିଜ ଅଜାମିଳ ନିକଟେ ମରଣର କାଳ ତୁଣ୍ଡେ ଉଚ୍ଚାରି ନାରାୟଣ ପ୍ରାଣ ଛାଡ଼ିଲା ତତ୍କ୍ଷଣ ଏ ସଂକେତ ପରିହାସ ବେଳେ ଗୀତାଳା ପରେ ଯେବା ବେଳେ ବୈକୁଣ୍ଠ ନାମ ଉଚ୍ଚାରଇ ତାର କଳୁଷ ନର ହୋଇ ପତନ ସ୍ଫଳନ ଭଗ୍ନରେ ନାନା ପ୍ରକାରେ ଯେ ସୁମରେ ତୁଣ୍ଡେ ଉଚ୍ଚାରି ହରି ନାମ ତାହାକୁ ନଦଣ୍ଡ ଯମ ଏ ଅଳ୍ପ ବହୁତ ପାପମାନ ପ୍ରାୟଶ୍ଚିତରେ ଯଥାକ୍ରମ ପାପର ଲଘୁ ଗୁରୁ ଜାଣି ମୁନି କହନ୍ତି ପରିମାଣି ତପସ୍ୟା ଆଦି ଯଜ୍ଞ ସ୍ଥାନେ ପାପ ନାଶନ୍ତି ମୁନି ଜନେ ତାହାଙ୍କ ହୃଦେ ପାପ କାହିଁ ପାପ ପଙ୍କଜ ନିତ୍ୟ ଧ୍ୟାଇ ଜ୍ଞାନେ ଅଜ୍ଞାନେ ଯେହୁ ପ୍ରାଣୀ ସ୍ମରଣ କରେ ଚକ୍ରପାଣି ନାମ କରନ୍ତି ସଂକୀର୍ତ୍ତନ ପାପକୁ କରନ୍ତି ଦହନ ସେ ଜେନେ ବହୁ କାଷ୍ଠ ରାଶି ଅନଳ ପ୍ରବେଶ ବିନାଶୀ ଯେମନ୍ତେ ରୋଗ ବଳବନ୍ତ ଶରୀରେ ହୋଇ ଉପଗତ ସେ ଅନୁସାରେ ମତି ଯେବେ ଅଜ୍ଞାନେ ପ୍ରକାଶ ହୋଇବେ ତେବେ ସେ ଆତ୍ମା ଗୁଣେ ତାର ସେ କି ନ କରେ ଉପକାର। ଶ୍ରୀ ଶୁକବାଚ ଏ ବିଷ୍ଣୁଦୂତଙ୍କ ଧର୍ମବାଣୀ କୃତାନ୍ତ ଦୂତମାନେ ଶୁଣି ଅଜାମିଳକୁ ପାଶୁ ଫେଇ ମୃତ୍ୟୁରୁ ଦେଲେ ବାହୁ ଉଡ଼ାଇ ଏ ଯମର ଦୂତମାନେ ଗଲେ ସର୍ବେ ଯମକୁ କହିଲେ ଏ ପାପରୁ ମୁକ୍ତ ଅଜାମିଳ ଦେହ ଲଭିଲା ତତ୍କାଳ ଏ ବିନାଶ ସର୍ବ ଭୟ ତାର ଶିରରେ ଦେଇବେନି କର ଏ ବିଷ୍ଣୁଦୂତଙ୍କୁ ନମସ୍କାର ଉଲ୍ଲାସ ହୋଇଛି ମନର ଏ ପ୍ରସନ୍ନ ମୁଖ ଦେଖି ତାର ଜାଣିଲେ ବିଷ୍ଣୁଙ୍କ କିଙ୍କର ଏ ତକ୍ଷଣେ ହୋଇ ଅନ୍ତର୍ଧ୍ୟାନ ତାର ନିକଟୁ ରାଜନ ଏଥୁ ଅନ୍ତରେ ବିପ୍ର ଶୁଣ ବିଷ୍ଣୁ ଯମଦୂତଙ୍କ ବାଣୀ ଏ ଧର୍ମ ଭାଗବତର ସୁଧ ଗୁଣର ଆଶ୍ରୟ ତ୍ରିବିଧ ଏ ତକ୍ଷଣେ ଚରଣାର ବିନ୍ଦେ ଭକ୍ତି ଲଭିଲା ଅପ୍ରମାଦେ ହରିଚରିତ ଉଚ୍ଚାରଣେ ପବିତ୍ର ଶୁଭ ସୁମରଣେ ଏ ସନ୍ତାପମାନ ତାର ଗଲା ଯେ କ୍ଷଣେ ବିଷ୍ଣୁ ସୁମରିଲା ଆହା ମୋହର ବଡ଼ କଷ୍ଟ ଅଜିତ ଇନ୍ଦ୍ରିଏ ମୁଁ ନଷ୍ଟ ସୁକର୍ମ କଲି ମୋର କ୍ଷୀଣ ଯେଣୁ ବୃଷଳି କୁଗମନ ଏ ଅଧର୍ମ ଆଚରଣ କରି କାଟିଲି ଦିବସ ସର୍ବରି ଏ ଧିକ ମୋହର ମନ୍ଦ କୃତ୍ୟ କୂଳରେ କଳଙ୍କ ବିଦିତ ତେଜିଣ ନିଜ ପତ୍ନୀ ସତୀ ରମିଲି ମେଳେଛ ସତୀ ଏ ବୃଦ୍ଧ ଅନାଥ ପିତା ମାତା ମୋର ବିହୁନେ ଅରକ୍ଷିତ ତପସ୍ୱୀ ରୂପେ ଥାନ୍ତି ବନେ ତାଙ୍କୁ ତେଜି ଅକାରଣେ ଏ ବିଧି ବିଯୋଗ ଯେତେ କର୍ମ ଲଭିଲି ନରକ ଦାରୁଣ ଏ ଧର୍ମ ହିଂସକ ପ୍ରାଣୀ ଯେଇ ଯମ ଯାତନା ଲଭେ ସେଇ କିଏ ସପନେ ଅଧଭୂତେ ଯେ ସନେ ଦେଖିଲି ସାକ୍ଷାତେ
ଏ ପାଶ ଦଉଡ଼ି ହସ୍ତେ କରି ସେ ମତେ ନେଉଥିଲେ ଧରି। ତେଣୁ ଆଶ୍ଚର୍ଯ୍ୟ ବଡ଼ ପଣେ କ୍ଷଣକେ ଚାଲିଗଲେ କେଣେ। ଏ ଅନ୍ତେ ସିଧ 4 ଜଣ ତାଙ୍କର ରୂପ ମନୋରମ। ଏ ପାଶେ ବନ୍ଧନ ମତେ କରି ନିଅନ୍ତେ ଅଧଭୂମି ଧରି। ଏ ଛଡ଼ାଇ ଦେଲେ ଏହି କ୍ଷଣି କ୍ଷଣକେ ଗଲେ କାହିଁ ପୁଣି। ଏ ଅନନ୍ତରେ ସାଧୁଜନ ମୋହରେ ଦେଲେ ଦର୍ଶନ। ଏଣେ ହୋଇଲା ଶୁଭ ଫଳ ଯେ ନାମ ପରମ ମଙ୍ଗଳ। ଅସୁଚି ଦାସୀ ପତି ମୁଇଁ ମତଉଁ ପାପି ଅଛି କାହିଁ। ଏ ମୋହର ମରଣର କାଳେ ନାମ କୀର୍ତ୍ତନ ଅବଏଳେ। ଏ ଜିହ୍ବା ମୋ କେମନ୍ତେ ବୋଇଲା କଳ୍ପତରୁ କି ଦୟା କଲା। ମୁଁ କାହିଁ ଧୂର୍ତ୍ତ ପାପି ବର ବିପ୍ରକୂଳର ଲଜ୍ଜା କର। ଏ ବୈକୁଣ୍ଠ ନାମ ଉଚ୍ଚାରଣ ସେ ନାମ ପରମ କାରଣ। କେମନ୍ତେ କରିବଇ ମୁଇଁ ଇନ୍ଦ୍ରିୟ କ୍ଷେତ୍ରେ ମୁଁ ଅଛଇ। ଏମନ୍ତେ ମାୟା ଭାବ ଛାଡ଼ି ବ୍ରହ୍ମ ଭାବରେ ଦେହ ବୁଡ଼ି। ମୋଚନ କରି ଏ ବନ୍ଧନ ଅବିଦ୍ୟା କାମେ ଯାର ମନ। ସର୍ବଭୂତରେ ଶାନ୍ତି ହୋଇ ଦୟା ବିଚିତେ ମୁଇଁ। ସେ ମାୟା ଗ୍ରନ୍ଥ ମୋର ମନ ନିଶ୍ଚୟ କରିବେ ମୋଚନ। ଏ ଯେଉଁ ମାୟାରେ ମୋହ ମୁଇଁ ପୀଡ଼ାକୁ ରଙ୍ଗି ପ୍ରାୟ ହୋଇ। ଦେହ ସମ୍ପଦ ମୋର ଯେତେ ଅଛଇ ଦମ୍ଭ ଅବିରତେ। ଏହାକୁ ତେଜି ଶୁଦ୍ଧ ମନ କୃଷ୍ଣ ଚରଣେ ହେଉ ଲୀନ। ଏମନ୍ତେ ହୁଅନ୍ତେ ଶୁଦ୍ଧ ଜ୍ଞାନ ତେଣୁ ସେ ସାଧୁ ଦର୍ଶନ। ଏ ତେଜି ସେ ସକଳ ବନ୍ଧନ ଗଙ୍ଗା ଗମନେ ତାର ମନ। ଶ୍ରୀ ଶୁକବାଚ। ଏ ଦେବ ସଦନେ ବିପ୍ରଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ। ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମନ୍ନ ନିବେଶି ସ୍ଥିର ମନ। ଏ ସକଳ ଦ୍ୱନ୍ଦ୍ୱ ପରିହରି ସମାଧି ଆତ୍ମଯୋଗ କରି। ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା। ଏ ବ୍ରହ୍ମ ଭଜନେ ମନ ସ୍ଥିର ଦେଖିଲା ବିଷ୍ଣୁଙ୍କ ପୟର। ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା। ଏ ଗଙ୍ଗାକୁ ଦେଖି ଦ୍ୱିଜବର ଛାଡ଼ିଲା ନିଜ କଳେବର। ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ହୋଇଲା ତାର ନିଜ କାୟ। ଏ ବିଷୟ କ୍ଲେଶତା ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁଗଣ। ହେମ ବିମାନ ଆରୋହିଲା ତକ୍ଷଣେ ବୈକୁଣ୍ଠକୁ ଗଲା। ଏ ଦାସୀର ପ୍ରତି ଗତି କର୍ମ ନିଷ୍ଫଳ ତାର ନିଜ କର୍ମ। ବ୍ରତ ବିହୀନ ଯେଉଁ ନର ନରକେ ପଡ଼େ ତା ଶରୀର। ଈଶ୍ୱର ନାମ ଗ୍ରହଣରୁ ତତ୍କାଳେ ମୁକ୍ତି ନର କରୁ। ମୁଖ୍ୟ ବାଞ୍ଛିତ ନରଙ୍କର ତୀର୍ଥ ସେବନ ଶ୍ରେଷ୍ଠ ବର। ଏ କର୍ମ ବନ୍ଧନରେ ଛେଦନ ଏହାର ସମ ନାହିଁ ଆନ। ଯେ ଜନର ଯତମେ ଥାଇ କର୍ମେ ମଳିନ ନିତ୍ୟ ହୋଇ। ଯେ ପ୍ରାଣୀ ନାରାୟଣ ନାମ ଅଶେଷ ପାପର ଖଣ୍ଡନ। ଶୁଣଇ ଶ୍ରଦ୍ଧା ଯୁକ୍ତ ହୋଇ ବଦନେ କୀର୍ତ୍ତନ କରଇ। ସେ ପ୍ରାଣୀ ନରକେ ନ ଯାଇ ଯମ ଯାତନା ତାକୁ ନାହିଁ। ଏଣେ ନିର୍ମଳ ପ୍ରାଣୀ ହୋଇ ନିଶ୍ଚିନ୍ତେ ବିଷ୍ଣୁ ଲୋକେ ଯାଇ। ଏ ମରଣ କାଳେ ଅଜାମିଳ ପୁତ୍ର ଭାବରେ ଆଦିମୂଳ। ନାମକୁ ଆକୁଳେ ଉଚ୍ଚାରି ଭବ ସାଗରୁ ହେଲା ପାରି। ଏ ସର୍ବ ଦୁଷ୍କୃତ ତାର ଗଲା ପରମ ପଦ ସେ ଲଭିଲା। ଶ୍ରଦ୍ଧାରେ ହରି ସ୍ମରେ ଯେବା ତାହାର କଥା କି କହିବା। ଏ ଶ୍ରୀକୃଷ୍ଣ ନାମର ମହିମା ସୁଖ କହିଲେ ତାର ସୀମା। ବୋଲଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧରେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଷଷ୍ଠ ସ୍କନ୍ଧେ ଅଜାମିଳ ବ୍ରାହ୍ମଣ ଉପାଖ୍ୟାନେ ଶ୍ରୀକୃଷ୍ଣ ମହିମା ବର୍ଣ୍ଣନେ ନାମ ଦ୍ୱିତୀୟ ଅଧ୍ୟାୟ। बोला नंदी कवार हरि हरि बोल।